ମାତ୍ର 10 ଟଙ୍କାରେ ତୀର୍ଥଯାତ୍ରା। ଲକି ଡ୍ରରେ ଚୟନ ହେଲେ 51 ଜଣ ତୀର୍ଥଯାତ୍ରୀ। 1 ତାରିଖରୁ ଉତ୍ତର ଭାରତର 10ଟି ପ୍ରମୁଖ ତୀର୍ଥସ୍ଥାନକୁ ଯାତ୍ରା ଆରମ୍ଭ। ମାତ୍ର 10 ଟଙ୍କାରେ ତୀର୍ଥଯାତ୍ରା, ତାହା ପୁଣି ଉତ୍ତର ଭାରତର 10ଟି ପ୍ରମୁଖ ସ୍ଥାନ। କଥାଟା ଅବାସ୍ତବ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ୍ୟ। 51 ଜଣଙ୍କ ପାଇଁ ଏଇଭଳି ତୀର୍ଥଯାତ୍ରା ସମ୍ଭବ କରି ଦେଖାଇଛନ୍ତି ବାଲେଶ୍ୱର ସହରର ବୈରାମନଗର ଅଞ୍ଚଳର ଗୟାଧର ଦାସ। ଅର୍ଥାଭାବରୁ ତୀର୍ଥଯାତ୍ରା କରିପାରୁନଥିବା ଲୋକଙ୍କ ନିମନ୍ତେ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ବାଙ୍ଗୁରୁ ବାବୁ ଭାବେ ଜଣାଶୁଣା ଶ୍ରୀ ଦାସଙ୍କର ମୁଣ୍ଡରେ ଏକ ଅଭିନବ ଉପାୟ ଜୁଟିଥିଲା। ଆଶାୟୀଙ୍କ ମଧ୍ୟରୁ ତୀର୍ଥଯାତ୍ରୀଙ୍କୁ ବାଛିବା ପାଇଁ ସେ ପ୍ରାୟ 8 ମାସ ତଳେ ଆରମ୍ଭ କରିଥିଲେ ଏକ ଲଟେରୀ ଯୋଜନା, ଯେଉଁଥିରେ ମାତ୍ର 10 ଟଙ୍କା ଦେଇ ତୀର୍ଥ ପାଇଁ ଆଶା ରଖିଥିବା ଲୋକେ ଟିକଟ କାଟିବେ। ଲକି ଡ୍ର ଉଠାଣ ମାଧ୍ୟମରେ ଯେଉଁ 51 ଜଣଙ୍କୁ ଚୟନ କରାଯିବ, ସେମାନେ ତୀର୍ଥଯାତ୍ରାର ସୁଯୋଗ ପାଇବେ। ଟିକଟର ମୂଲ୍ୟ ମାତ୍ର 10 ଟଙ୍କା ହୋଇଥିବାରୁ କାହା ଉପରେ କିଛି ବୋଝ ପଡ଼ିବ ନାହିଁ। 8 ମାସ ଧରି ଚାଲିଥିବା ଯୋଜନାରେ ପୂର୍ବ ଘୋଷଣା ଅନୁଯାୟୀ ଲକି ଡ୍ର ଉଠାଣ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ହାସ୍ୟ ଅଭିନେତା ମିଟୁ ମିଥୁନ ଅତିଥି ଭାବେ ଯୋଗ ଦେଇଥିଲେ। ବାଙ୍ଗୁରୁ ବାବୁଙ୍କର ଅଭିନବ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କର ଏହି ପ୍ରୟାସ ଗରିବ ଲୋକଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରଣ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ନାଇଁ ବୈରାମ ନଗରରେ ଏଇ ଯେଉଁ ପଦକ୍ଷେପ ବାଙ୍ଗୁରୁ ଭାଇ ନେଇଛନ୍ତି, ତା ଦେହରେ ମୋତେ ଗୁଣ୍ଡୁଚି ମୂଷା ଭଳି ଆଜି ଡାକିଛନ୍ତି, କଟକରୁ ଟଣେଇ ଆଣିଛନ୍ତି। ମୁଁ ଏତିକି କହିବି, ଏ ଗୋଟେ ସ୍ୱଜ୍ଞାତ ଯୋଗ୍ୟ ପଦକ୍ଷେପ। କାରଣ ଏ କଥା କେହି କରୁନଥିଲେ। କାରଣ ଆମେ ବୁଲିବାକୁ ଗୋଟେ ଭାବିଲା ବେଳକୁ ହାତରେ ଯଦି 10-30 ହଜାର ନାହିଁ, କେହି ଏତେ ବାଟ ବୁଲି ପାରିବେ ନାହିଁ। ତ ଇଏ ଗୋଟେ ଏମିତି ଆଇଡ଼ିଆ କଲେ ଯେଉଁଥିରେ 10ଟି ଟଙ୍କା ଦେଇ ଲୋକ ଏତେ ଜାଗା ବୁଲି ପାରିବେ। ଆପଣ ଗୟା, ବୁଧ, ଚିତ୍ରକୂଟୁ ନେଇ ଗିରି ଗୋବର୍ଦ୍ଧନ, ଆପଣଙ୍କର ସବୁ ଜାଗା। এইটা ଗୋଟେ ବାଙ୍ଗୁରୁ ଭାଇ ଯେଉଁ ପଦକ୍ଷେପ ନେଇଛନ୍ତି, এইଟା ଦେଖିଲା ପରେ ଓଡ଼ିଶାର ଅନ୍ୟ ଅନ୍ୟ ଜିଲ୍ଲାରେ ଏ କାମଟା ଆରମ୍ଭ ହୋଇଯିବ। 10 ଟଙ୍କା ସମସ୍ତେ ଦେଇପାରିବେ, 10 ଟଙ୍କାଟା ସମସ୍ତେ ଦେଇପାରିବେ। ଆଉ ଯେଉଁମାନଙ୍କର ଲଟେରୀରେ ବି ଉଠିଲା ନାହିଁ, ବ୍ଲାଇଣ୍ଡ ପିଲାମାନେ ଉଠେଇଲେ 5 ଜଣ, ଏବଂ ଆମେ ବି ନିଜେ ରହି ଅଲ୍ ମିଡ଼ିଆ ରହିକି ସ୍ୱଚ୍ଛ ଭାବରେ ଆମର କାମ ଚାଲିଛି। ଏବଂ ଏତିକି କହିବି ଯେ ଆ ଦ୍ୱାରା ଯିଏ 10 ଟଙ୍କା ଦେଇଥିଲେ ଉଠି ନାହିଁ, ତାଙ୍କ ମନ ଦୁଃଖ ନାହିଁ। ତାଙ୍କ ଫ୍ୟାମିଲି ପାଇଁ ବି ଏଇ ଲୋକ ଗଲା, ଯେଉଁ ଦେଖିଦେବେ କୁଲି ସିନେମା, ଅମିତାଭ ଯାଉଛନ୍ତି ହେଲା, ତ ତାଙ୍କ ପାଖରେ ଯିଏ ତୀର୍ଥ କରିବାକୁ ଯାଆନ୍ତି, ତାଙ୍କ ସାଙ୍ଗରେ ଯେଉଁ ପଇସାଟି ଯାଏ 10 ଟଙ୍କାଟେ ହେଉ ପଛେ, ସେ ତୀର୍ଥରେ ଏମାନେ ବି ପୁଣ୍ୟ ପାଆନ୍ତି। କେଉଁମାନେ? ଅନ୍ୟମାନେ। ତେଣୁକରି ଏ ପଦକ୍ଷେପକୁ ମୁଁ ଏତିକି କହିବି ଯେ ଓଡ଼ିଶାବାସୀ କରନ୍ତୁ ଏମିତି। ଲୋକପ୍ରିୟ ଆଙ୍କର ପାୟଲ ଏଥିରେ ମଞ୍ଚ ପରିଚାଳନା କରିଥିଲେ। ଲକି ଡ୍ର ଉଠାଣରେ ପାରଦର୍ଶିତା ଆଣିବା ପାଇଁ ମଞ୍ଚରେ ଉପସ୍ଥିତ ଥିଲେ କିଛି ଦୃଷ୍ଟିହୀନ ଛାତ୍ର। ପ୍ରଥମେ 8 ମାସ ଧରି 4ଟି ଯୌମୁଦ ବାକ୍ସରୁ ଫୋନ୍ ନମ୍ବର ଥିବା 60,000ରୁ ଉର୍ଦ୍ଧ୍ୱ ଟିକଟ ଗୁଡ଼ିକୁ ଗୋଟିଏ ବଡ଼ ବାକ୍ସକୁ ଢଳାଯାଇ ମିଶା ଯାଇଥିଲା। ପରେ ଦୃଷ୍ଟିହୀନ ଛାତ୍ରମାନେ ଜଣକ ପରେ ଜଣେ ସମସ୍ତଙ୍କ ସାମନାରେ ଗୋଟିଏ ଗୋଟିଏ ଟିକଟ ଉଠାଇଥିଲେ। ସେହି ଅନୁସାରେ ଟିକେଟରେ ଥିବା ନମ୍ବର ଘୋଷଣା କରାଯାଇଥିଲା। ଏହିପରି ମୋଟ 51 ଜଣ ଭାଗ୍ୟବାନ ତୀର୍ଥଯାତ୍ରୀଙ୍କ ନମ୍ବର ଉଠାଣ କରାଯାଇଥିଲା। ବାଙ୍ଗୁରୁ ବାବୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଯୋଜନା ବାବଦରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ଭାଗ୍ୟଶାଳୀ ତୀର୍ଥଯାତ୍ରୀମାନେ ଗୟା, ବୁଦ୍ଧ ଗୟା, ମଥୁରା, ବୃନ୍ଦାବନ, ଗିରି ଗୋବର୍ଦ୍ଧନ, ବର୍ଷଣା, ଆଗ୍ରା, ଚିତ୍ରକୂଟ, ଅଯୋଧ୍ୟା, ପ୍ରୟାଗରାଜ ଓ ବନାରସ ପ୍ରଭୃତି ତୀର୍ଥସ୍ଥଳୀ ପରିଦର୍ଶନ କରିବେ। ଆସନ୍ତା 1 ତାରିଖ ଦିନ ଆରାମଦାୟକ ବସ୍ ଯୋଗେ ଏହି ଯାତ୍ରା ଆରମ୍ଭ ହେବ। 10 ଦିନ ଯାତ୍ରାରେ ଯାତ୍ରୀମାନଙ୍କୁ ପ୍ରତ୍ୟେକ ଦିନ 2 ଓଳି ନିରାମିଷ ଭୋଜନ ପ୍ରଦାନ ହେବ। ପ୍ରଥମ ଥର ଆରମ୍ଭ ହୋଇଥିବା ଏହି ଯୋଜନା ତୀର୍ଥଯାତ୍ରୀଙ୍କ ଯାତ୍ରା ସଫଳ ହେଲେ ଆଗାମୀ ଦିନରେ ଅନୁରୂପ ଯୋଜନା ପୁନର୍ବାର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ମୁଁ ଏଟାକୁ ଲାଗିଛି 2025 ତାରିଖରେ ଆମର ଖେଳ ହେଉଛି, 12-25 ଖେଳ ହେଉଛି, 1 ତାରିଖ ଯିବା ହେଉଛି। ଆଉ 51 ଜଣ ଯାଇପାରିବେ। ଆଉ ଏ ସିଷ୍ଟମ୍ ହେଉଛି ଆମର ସମସ୍ତଙ୍କ ନାଁ ଆଉ ମୋବାଇଲ୍ ନମ୍ବର ଆମର ବାକ୍ସର ପକାଇଛନ୍ତି। ଆଉ ସେଇ ଭାଗ୍ୟଶାଳୀ ଯେ 51 ଜଣ ଯିବେ, ଆଜି ଆମର ଲଟେରୀ ଖେଳ ହେଉଛି, ସେ 51 ଜଣ ନା ଆମ ବୋର୍ଡ଼ ଅଛି, ବୋର୍ଡ଼ର ସେ ନମ୍ବର ଗୁଡ଼ା ଆମର ଲେଖାଯିବ। ଆମର 10 ଟଙ୍କା ଟିକଟ ଦାମ, ଆମର 60,000 ଟିକଟ ହେଇଥିଲା। ତେଣୁ ତା ଦେହରୁ ଆମର 51 ଜଣ ଯିବେ। ତା ଟିକଟ ହେଉଛି, ମୁଁ ଏଇଟା କଲିକତାରୁ ଆଣିଥିଲି, ତା ରସିଦଟା ଯେଉଁ ଆମର ଯେଉଁ କୁପନଟା, ସେ କଲିକତାରୁ ମୁଁ ସେଇଟା ଆଣିଥିଲି, ମାନେ 8 ମାସ ଆଗରୁ ସେଇଟା। ହଁ,
ଲୋକ ସ୍କାନ୍ କରିବେ ଲୋକ ସ୍କାନ୍ କରିକି ବି କରିଛନ୍ତି, ତାଙ୍କ ନମ୍ବର ବି ଆସିଛି। ତାଙ୍କ ସ୍କାନ୍ ଯେ ନମ୍ବରଟା ଅଛି ଆମେ ଲେଖିକି ଆମେ ବାକ୍ସରେ ପକାଇଛେ। ଓଇଟି ଆମ ପାଖରୁ ଲୋକ ଆସିକି ଲୋକ ବି ଲେଖିକି ନିଜେ ତାଙ୍କ ନାମ ତାଙ୍କ ନମ୍ବର ଲେଖିକି ନିଜେ ବାକ୍ସରେ ପକାଇଛନ୍ତି। ଅଯୋଧ୍ୟା ଯିବେ, ବନାରସ ଯିବେ, ମଥୁରା ଯିବେ, ବୃନ୍ଦାବନ ଯିବେ, ବୁଦ୍ଧଗୟା ଯିବେ, ଗୟା ଯିବେ, ଅଯୋଧ୍ୟା ଯିବେ, କୁମ୍ଭମେଳା ଯିବେ। ଏଟା ହେଉଛି ଆମର 10 ଦିନର ଯାତ୍ରା। ବସରେ ଯିବେ, ବସରେ ଯିବେ। ତାଙ୍କ ପାଇଁ ହେଉଛି ଖାଇବା ବ୍ୟବସ୍ଥା ରହୁଛି, ମେଡ଼ିସିନ ବି ବ୍ୟବସ୍ଥା ରହୁଛି। ଆଉ ଆମର 1 ତାରିଖ ଦିନ ଦ୍ୱିପହରେ ଯିବେ ସିଏ। 1 ତାରିଖ ଦିନ ଦ୍ୱିପହରେ ସିଏ ଯିବେ, ଘୁରିବେ 10 ତାରିଖ। ତାଙ୍କର 2 ଟାଇମ୍ ଖାଇବା ରହୁଛୁ। ନା ବର୍ତ୍ତମାନ ଏ ପ୍ରୋଗ୍ରାମ ଯେ ବର୍ଷ ହେଇଛି ଏଟା ସବୁ ବର୍ଷ ଚାଲିବ ଏ ପ୍ରୋଗ୍ରାମ। ଏମିତି ସମସ୍ତେ ଚାହୁଁଛୁ ଏ କରୁ ମାନେ ମୁଁ ଗୋଟେ ଗରିବ ଲୋକ ପାଇଁ ମୁଁ ଯେହେତୁ ମୁଁ ଗୋଟେ ଯାଇଥିଲି, ଗରିବ ଲୋକ ଯାଇପାରୁନାହାନ୍ତି। ମୁଁ ଥରେ ଯାଇଥିଲି, ଲୋକ କହିଲେ ଯେ ମୁଁ ଯାଇପାରୁନି, ପଇସା ପତ୍ର ନାହିଁ। ତେଣୁ ମୁଁ ଗୋଟେ ପ୍ରୋଗ୍ରାମ ଆରମ୍ଭ କରିଛି ଯେ ନାଇଁ 10 ଟଙ୍କା ଏମିତି ଲଟେରୀ ଟିକେଟ୍ କଲେ ଗରିବ ଲୋକ ଯାଇପାରିବେ। ତେଣୁ ମୁଁ ସେଇ ପାଇଁ ଗୋଟେ ଟିକେଟ୍ ଅନୁସାରେ ଏମିତିଆ ଗୋଟେ ଚିନ୍ତା କରିକି କଲି ଆଉ। ବାଙ୍ଗୁରୁ ବାବୁଙ୍କର ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି। ପ୍ରଥମ ଯାତ୍ରା ସଫଳ ହେଲେ ଆଗକୁ ଏହା ବେଶ ଲୋକପ୍ରିୟ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୃଷ୍ଟିହୀନ ଛାତ୍ରମାନେ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ପ୍ରମୋଦ ସାହୁ ଓ ବାଙ୍ଗୁରୁ ବାବୁଙ୍କର ଧର୍ମପତ୍ନୀ ସସ୍ମିତା ଦାସଙ୍କ ସମେତ ସ୍ଥାନୀୟ ବାସିନ୍ଦା ଏଥିରେ ଉପସ୍ଥିତ ଥିଲେ। कहा